24/11 କୁମ୍ଭ ରାଶିର ଶତବିଶା କୁମ୍ଭର ଭାଇ ଭଉଣୀମାନେ ଏ ପୃଥିବୀରେ ଯେତେ ରହିଲେ ତାଙ୍କର 2026 କ'ଣ ଫଳ ଆସୁଛି। କ୍ୟାରିୟର ବ୍ୟବସାୟ ଚଳିତ ବର୍ଷ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ଲାଗିବେ, ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବେ। ଚତୁରତା ବଳରେ ସେମାନଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରନ୍ତୁ। ବୈଷୟିକ ବିଦ୍ୟା, ଟେକ୍ନିକାଲ କିମ୍ବା ଗବେଷଣା କ୍ଷେତ୍ରରେ ଯେଉଁ ଭାଇ ଭଉଣୀମାନେ କାମ କରୁଥିବେ ସେମାନଙ୍କର ଏ ବର୍ଷଟି ଭଲରେ କଟିବ। ନା ହେଲା ଭଳିଆ କାମ ସେ କରିବେ, ଆଖି ଦୃଷ୍ଟିଆ କାମ କରିବେ। ଯଦି ଆପଣ ବିଦେଶ ଜଡ଼ିତ ବ୍ୟବସାୟ କରୁଛନ୍ତି ତେବେ ବଡ଼ ଲାଭ ହେବାର ଯୋଗ ରହୁଛି। ନୂଆ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଗୋପନୀୟତା ରକ୍ଷା କରନ୍ତୁ। ମୁଁ ଅମୁକଠି ଯିବି ବ୍ୟବସାୟ କରି ସମସ୍ତେ କହିଦେବେ ନା ଏଇଟା ଭଲ ନୁହଁ। କାହିଁକି ନା ମନସା ଚିନ୍ତିତ କର୍ମ ବଚସା ନ ପ୍ରକାଶୟେତ୍ ଅନ୍ୟ ଲିଖିତ କାର୍ଯ୍ୟସ୍ୟ ଯତ ସିଦ୍ଧି ନ ଜାୟତେ। ମନରେ ଭାବିଥିବା କର୍ମକୁ କାର୍ଯ୍ୟରେ ପରିଣତ ନ କରିବା ଯାଏ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, କଲେ ପରୀକ୍ଷାରେ ଫେଲ୍। 2026ରେ ଆପଣଙ୍କ ପାଇଁ ସୁଯୋଗ ବହୁତ ଅଛି। ପୁରୁଣା ନିବେଶ ବହୁତ ଭଲ ରହିବ। ତାପରେ ଶନିଙ୍କ ପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟ, ତାପରେ ଆଇନଗତ ସମସ୍ୟା କିଛି ରହିବ। ସ୍ୱାସ୍ଥ୍ୟ ବା ବାସ୍ତୁଦୋଷ ବା ବାୟୁଦୋଷ, ମାନସିକ ଭ୍ରମ, ନିଦ୍ରାହୀନତା ଆସିବ। ପାରିବାରିକ ଓ ପ୍ରେମ ଜୀବନ, ପରିବାରରେ କାହାର ଦେହ ଖରାପ ଯୋଗୁଁ ଆପଣ ଚିନ୍ତିତ ରହିବେ। ପ୍ରେମ ଜୀବନରେ କଥା ପଦାରେ ପଡ଼ିଯିବ ଯୋଗୁଁ ହଇରାଣ ହୋଇପାରନ୍ତି। କାହାକୁ ଗୋଟେ ଭଲ ପାଉଛନ୍ତି ସେ କଥା ଦୁନିଆ ଯାକ ଜାଣିଯିବେ। କାହାକୁ କିଛି କହି କୁମ୍ଭରାଶି ଭାଇ ଭଉଣୀମାନେ ହାତ ଯୋଡ଼ି କହୁଛି ଏ ବର୍ଷ କାହାକୁ କିଛି ଗୁପ୍ତ କଥା ଜମା କହିବେ ନାହିଁ। କଲେ ନା ମନଟା ଛାଡ଼ା। ମୁଁ କ'ଣ କରିବି, ମୁଁ କହିଦେଲି ନା ମୁଁ ଯିବି ରୋକିବାକୁ। ଯେତେ ପୃଥିବୀରେ ଭାଇ ଭଉଣୀମାନେ ରହିଲେ କାହାକୁ ଗୁପ୍ତ କଥା କହିବେ ନାହିଁ। ଦିବା ନିରୀକ୍ଷ ବକ୍ତବ୍ୟମ୍ ରାତ୍ରଂ ନୈବଚ ନୈବଚ ସର୍ବେ ସର୍ବତ୍ର ତିଷ୍ଠନ୍ତି ବନେ ବନ। ଅର୍ଥାৎ ଦିନେ ଯଦି କଥା କହିବ ଚାରିଆଡ଼ିକି ଅନେଇକି କହିବ। ଦିବା ନିରୀକ୍ଷ ବକ୍ତବ୍ୟମ୍ ରାତ୍ରଂ ନୈବଚ ନୈବଚ, ରାତିରେ ଜମା କହିବନି, କାନ୍ଥର ଗାନ ଅଛି। ତେଣୁକରି ଗୁପ୍ତ କଥା ଟିକେ ହୁସିଆରେ। ଗୁପ୍ତ ଜିନିଷ ଆପଣ ଯାହା କରୁଛନ୍ତି ଗୁପ୍ତରେ କରନ୍ତୁ, କାହାକୁ ଜଣେଇବେ ନାହିଁ। ପୁଣି ଦେଖିବା ପରବର୍ତ୍ତୀ ନକ୍ଷତ୍ର।